हाय हेलो नमस्कार आशा करছি ଆପଣ ସମସ୍ତେ ଭଲ ହେଇଥିବେ। ମୁଁ ବି ଭଲରେ ଅଛି। କାମରେ ଆସି ପହଞ୍ଚୁଛି। ଡେଲି ଯେଉଁ ସାଇଟ୍କୁ ଆସିଥିଲି ସେ ସାଇଟ୍କୁ ଆସୁନି, ସେଇ ସୁଶାନ୍ତ ସାଇଟ୍କୁ ମୁଁ ପୁଣି ଆସିଛି କାମ କରିବା ପାଇଁ। ଆଗକୁ ଅଛି ମକର ସଂକ୍ରାନ୍ତି, ମାନେ ଛୁଟି ରହିବ, ସେଇଥିପାଇଁ କାମ ସ୍ଲୋ ଅଛି। ସେଇଥିପାଇଁ ଅଛି ମୁଁ କାମ ନୂଆ ସାଇଟ୍କୁ ଆସିଛି। ଆଉ ମୁଁ ଆପଣମାନଙ୍କୁ ମାନେ ଆଡ଼ଭାନ୍ସ କହିଦେଉଛି, ମାନେ ଆଗରୁ ମାନେ ହାପି ମକର ସଂକ୍ରାନ୍ତି। ସମସ୍ତେ ଯାଆନ୍ତୁ, ମେଳା ବୁଲନ୍ତୁ, ମକର ସଂକ୍ରାନ୍ତିରେ ନୂଆ ନୂଆ ଡ୍ରେସ୍ ପିନ୍ଧନ୍ତୁ, ନୂଆ ପିଠାପଣା ଘରେ କରି ଖାଆନ୍ତୁ ଏବଂ ସପରିବାର ସହ ସମସ୍ତେ ବୁଲିବାକୁ ଯାଆନ୍ତୁ। ଯେମିତି ଆମ ଘର ପାଖରେ ଗଙ୍ଗାମେଳା ହେବ, ଗୋଟେ ହେବ ପାଞ୍ଚଗଛିଆ ସମିତିରେ ଗୋଟେ ହେବ, ଆଉ ଗୋଟେ ହେବ ବଡ଼ଦାଣ୍ଡୁଆ ସେପଟରେ ହେବ, ଏପଟେ ଯାତ୍ରା ହେବ, ସେପଟେ ବି ଯାତ୍ରା ହେବ। ଆଉ ଯେଉଁ ଭାଇମାନେ ଆପଣମାନେ ଘରେ ଅଛନ୍ତି ସେମାନେ ମଜା କରିବେ, ଯିବେ ବୁଲିବା ପାଇଁ। ଆମେ ତ ବାହାରେ ଅଛୁ, ମଜବୁରି ଅଛି, ବାହାରେ ଆସୁଛୁ କାମ କରିବା ପାଇଁ, ଆମେ ଯାଇପାରିବୁନୁ। ଆମେ କଥା ସମସ୍ତଙ୍କ କଥା କହିପାରିବିନି, ମୋ କଥା ମୁଁ କହୁଛି, ମୁଁ ଯାଇପାରିବି ନା, କାହିଁକିନା ମୁଁ ପୁଣି ଗଲା ଆସନ୍ତା ବର୍ଷ 2026କୁ ପୁଣି ମୁଁ ଗାଁକୁ ଯିବି। କଣ୍ଟିନ୍ୟୁ ମୋର ମୁଁ ଭିଡ଼ିଓ ୟୁଟ୍ୟୁବରେ ମୁଁ ଅପଲୋଡ଼ କରିବି, ଆପଣ ବି ଜାଣିପାରିବେ, ଆପଣମାନେ ଦେଖିବେ ବି। କାହିଁକିନା ବର୍ଷେ ନ ରହିବା ପର୍ଯ୍ୟନ୍ତ କିଛି ଫାଇଦା ନାହିଁ। ବର୍ଷେ ରହିକି ପୁଣି ଆସନ୍ତା ଆର ବର୍ଷ ଯେଉଁ ସଂକ୍ରାନ୍ତି ମେଳା ହେବ, ସେଇ ମେଳାରେ ପୁଣି ମୁଁ ଗାଁକୁ ଯିବି। ଏଥର ଗାଁକୁ ଯିବାର ମାନେ ମାସେ ହେଲା ଆସିଛି। ଗାଁକୁ ଗଲେ ହେବ ନା, କାହିଁକିନା ଟିକେ ପ୍ରୋବ୍ଲେମ୍ ଅଛି ମୋର। ଆଉ ଆପଣମାନେ ବି ଆପଣମାନଙ୍କୁ ମୁଁ ସେୟାର କରିଛି ଏବଂ ସେୟାର କରୁଥିବି ମଧ୍ୟ, ମୋ ଲାଇଫ୍ରେ ଯାହା ଘଟୁଛି, ଆଗକୁ ଯାହା ଘଟିବ। ଆଉ ସକାଳୁ କାହିଁ କେମିତି ଟିକେ ଭଲ ଲାଗୁନି, ମନଟା କେମିତି ଭଲ ଲାଗୁନି, କେମିତି ଲାଗୁଛି। ଆଉ ସେପଟେ ମ୍ୟାଡ଼ାମ୍ ବି ଘରୁ ଫୋନ୍ କରିଥିଲେ, ତାଙ୍କର ବି ଟିକେ କ'ଣ ଭଲ ଲାଗୁନି ସେ କହିଲା। ଆଉ ମୁଁ ତାଙ୍କୁ କହିଲି ଗୋଟେ କଥା, ଯଦି ମନଟା ଭଲ ଲାଗୁନି, ଆଉ ଗୋଟେ ମହାମନ୍ତ୍ର ଯେଉଁ ଗୋଟେ ମୁଁ ଭିଡ଼ିଓ ଦେଖି ମୁଁ କପି କରିଛି, ସେ ମନ୍ତ୍ରଟା ମୁଁ ବାରମ୍ବାର ଜପୁଛି। ଯଦି ଆପଣମାନଙ୍କ ମନ ଯଦି କିଛି ମାନେ ଭଲ ନଥାଏ, କିଛି ସନ୍ଦେହ ଥାଏ, ଗୋଟେ ଆଖି ଧର ଡାହାଣ ଆଖି ଡେଇଁଲା, କ'ଣ ହେଲା ଗୋଟେ, ତାହେଲେ ଗୋଟେ ମନ୍ତ୍ର ବାରମ୍ବାର ମନରେ ସେ ମନ୍ତ୍ର ଜାପ କରନ୍ତୁ। ଯେଉଁଟା ମୁଁ ଇନଷ୍ଟାଗ୍ରାମରୁ ମୁଁ ମାନେ ଦେଖିକି ମୁଁ କପି କରିଛି। ସେ ମନ୍ତ୍ରଟା ହେଉଛି କୃଷ୍ଣାୟ ବାସୁଦେବାୟ ହରହେ ପରମାତ୍ମନେ ପ୍ରଣତ କ୍ଲେଶ ନାଶାୟ ଗୋବିନ୍ଦାୟ ନମୋ ନମଃ। ଏହି ମନ୍ତ୍ରଟା 3 ଥର ଆପଣ ମାନେ ଜାପ କରନ୍ତୁ। ହାତ ଗୋଡ଼ ଧୋଇକିରି, ମୁହଁ ଧୋଇକିରି, ମାନେ ଭଲ ଜାଗାରେ ବସିକିରି ମାନେ ମନ୍ତ୍ର ବାରମ୍ବାର ଜାପ କରନ୍ତୁ। 3 ଥର ନହେଲେ 7 ଥର ଜାପ କରନ୍ତୁ, ଜପନ୍ତୁ। ଦେଖିବେ ଆପଣଙ୍କ ମନଟା ବି ହାଲକା ହେଇଯିବ। ଆଉ ଯେତେ ବିପଦ ଥିବ ସବୁ କ୍ଲିୟର୍ ହେଇଯିବ। କାହିଁକିନା ମୁଁ ଭାବିଥିଲି ଇନଷ୍ଟାଗ୍ରାମରେ, ୟୁଟ୍ୟୁବରେ ଏସବୁ ମାନେ କରୁଛନ୍ତି, ମାନେ ତାଙ୍କର ଫଲୋଅର୍ସ ବଢ଼ାଇବା ପାଇଁ, ଭ୍ୟୁଜ୍ ବଢ଼ାଇବା ପାଇଁ। କିନ୍ତୁ ଆକ୍ଚୁଆଲି ଏଇଟା କାମ ହେଉଛି। କିନ୍ତୁ ମାନେ ମୋ ଜୀବନରେ ମୋର କାମ ହେଇଛି, ଆପଣଙ୍କର କାହାର ହେଇଥିବ କି ନ ହେଇଥିବ ମୁଁ କହିପାରିବିନି। ମୋର କାମ ହେଇଛି ବୋଲି ମୁଁ କହୁଛି। ତ ଆପଣମାନେ ବି ଟ୍ରାଏ କରି ରଖନ୍ତୁ। ଯାହା କରିବେ ପ୍ରଭୁ ନାରାୟଣ କରିବେ। ତ ରହୁଛି, ଧନ୍ୟବାଦ, ଜୟ ନାରାୟଣ।